मॉर्निंग स्टूडेंट्स। मैं आज क्लास स्टार्ट करिबा। निज निजर रोल नंबर चैट बॉक्स रे लिखि दबो। तो आमे काली पढ़िथिले प्रॉफिट एंड लॉस अकाउंट रो डेबिट साइड रे कोकु सब आइटम हमें शो करछे। देखो फास्ट हेला हम जानछे हम तो जर्नल कले जर्नल लेजर कले तापर लेजर जो सब अकाउंट हम प्रिपेयर कले जर्नल कले ताको हम प्रॉफिट एंड लॉस रे जा एक्सपेंसेस साइड रे एक्सपेंसेस जा सब होची ताको बुक करबा। आउ क्रेडिट साइड रे हमर जहां भी इनकम होची हम ताको बुक करबा। ओके। तो ଯେତେବେଳେ ଆମେ ଡେବିଟ୍ ସାଇଡରେ କଣ କଣ ଦେଖୁଥିଲେ ସେ ସବୁ ଆଇଟମ ଆମେ ଗୋଟେ ଉପରେ ଗୋଟେ ପଢିଥିଲେ। ଆମେ ଫାଷ୍ଟ ଗ୍ରସ୍ ଲସ୍ ଦେଖିଥିଲେ ଯୋଉଟା କି ଆମର ଟ୍ରେଡିଂ ଆକାଉଣ୍ଟ ରୁ ଆସୁଥିଲା। ଓକେ। ବ୍ରଟ୍ ଡାଉନ୍ ହେଇକି ତାପରେ ସାଲାରୀ ଦେଖିଥିଲେ। ନେକ୍ସଟ ଆମେ ଦେଖିଥିଲେ ସାଲାରୀ ଆଣ୍ଡ ୱେଜେସ୍ ଦେଖିଥିଲେ। ଯେତେବେଳେ କହିଥିଲି ଯେତେବେଳେ ସାଲାରୀ ଲେଖା ହେଇଛି ମିନ୍ସ ସାଲାରୀର ପୋର୍ସନ ଟା ଅଧିକ ଅଛି ତ ସେଠି ଆମେ ଏଟା ପ୍ରଫିଟ ଆଣ୍ଡ ଲସ୍ ଦେଖେଇବା। ଆଉ ଯେତେବେଳେ ୱେଜେସ୍ ଫାଷ୍ଟ ଥିବ ମିନ୍ସ ୱେଜେସ୍ ମିନ୍ସ ଯୋଉ ଦିନ ମଜୁରିଆ ଯୋଉ କୁହନ୍ତି ସେଇଟା। ଯଦି ୱେଜେସ୍ ର ପାର୍ଟ ଅଧିକ ଥିବ ମେଜର ଥିବ ଆମାଉଣ୍ଟ ତ ଆମେ ଏଟା ଟ୍ରେଡିଂ ଆକାଉଣ୍ଟ ଦେଖଉଥିଲେ। ଓକେ। ତାପରେ ଆମେ ଆସିଲେ ଡିସକାଉଣ୍ଟ ଆଲାଉ ଯୋଉଟା ଆମକୁ ଡିସକାଉଣ୍ଟ ଯୋଉମାନେ ଆଲାଉ କରୁଛନ୍ତି ଆମେ ଯୋଉଠି ଡିସକାଉଣ୍ଟ ଯୋଉ ଆମର କଷ୍ଟମର ମାନଙ୍କୁ ଡିସକାଉଣ୍ଟ ଦଉଛେ ତ ସେଇଟା ୱାନ୍ ଟାଇପ ଅଫ୍ ଆମ ପାଇଁ ଲସ୍। ତାପରେ ଆସିଲା ରେଣ୍ଟ ରେଟ୍ସ ଟ୍ୟାକ୍ସେସ୍ ତାପରେ ଇଣ୍ଟରେଷ୍ଟ ରିପେୟାର ଆଣ୍ଡ ମେଣ୍ଟେନାନ୍ସ ତ ମେନଲି କୁହାଯାଏ। ତ ରିପେୟାର ରିନ୍ୟୁଆଲ ବି ହେଇପାରିବ। ତାପରେ ଡେପ୍ରିସିଏସନ ଯୋଉଟା ମୁଁ କହିଥିଲି କି ଆସେଟ କୁ ଆମେ କେମିତି ଡେପ୍ରିସିଏଟ କରୁଛେ। ଆସେଟ ଯୋଉ ବର୍ଷ କିଣା ହଉଛି ତା ପର ବର୍ଷ ନେକ୍ସଟ ଇୟର ଫ୍ୟୁଚର ଇୟର କୁ ତାର ଏଫିସିଏଣ୍ଟ ଟା କିଛି ପରିମାଣରେ କମି କମି ଯାଉଛି। ତ ସେଇ ହିସାବରେ ଆମର କଣ ହେଇଯାଉଛି ଡେପ୍ରିସିଏସନ ଆମେ ପଢିଥିଲେ। ତାପରେ କଷ୍ଟ ଅଫ ଆଡମିନିଷ୍ଟ୍ରେସନ ଯାହା ବି ଆମର ଆଡମିନିଷ୍ଟ୍ରେସନ ରହୁଛି ସେଇଟା ବି ଆମେ ପଢିଥିଲେ। ଓକେ। ତାପରେ ଆସିଲା ସେଲିଂ ଆଣ୍ଡ ଡିଷ୍ଟ୍ରିବ୍ୟୁସନ ଏକ୍ସପେନ୍ସେସ୍ ଯାହା ସେଲ ରିଲେଟେଡ ଯାହା ବି ଖର୍ଚ୍ଚ ହଉଛି ସେଇଟା ବି ଆମ ପାଇଁ ୱାନ୍ ଟାଇପ ଅଫ ଏକ୍ସପେନ୍ସେସ୍ ସେଇଟା ବି ପ୍ରଫିଟ ଆଣ୍ଡ ଲସ୍ ରେ ଡେବିଟ୍ ହଉଥିଲା। ତାପରେ ଟ୍ରେଡ ଏକ୍ସପେନ୍ସେସ୍ ଯାହା ବି ରହିଲା। ଓକେ। ଯାହା ଇନଡାଇରେକ୍ଟ ଛୋଟ ଛୋଟ ଇନଡାଇରେକ୍ଟ ଏକ୍ସପେନ୍ସେସ୍ ଯାହା ସବୁ। ତାପରେ ଇନ୍ସୁରାନ୍ସ ପ୍ରିମିୟମ ଏଇଟା କଣ କହୁଛି ଆମେ ଯାହା ବି ଜିନିଷ ପରଚେଜ ସେଲ କରିବା
ତାକୁ ଆମେ ଇନସିଓର କରିଥିବା ଯଦି ବି ଇନ କେସ୍ କିଛି ଫାୟାର ଲାଗିଗଲା କି ଚୋରି ହେଇଗଲା ଯାହା ବି ହେଲା ତ ଆମକୁ ଗୋଟେ ଇନ୍ସୁରାନ୍ସ ଯେମିତି ଆମେ ଯେତେବେଳେ ଡିପୋଜିଟ୍ କରିଥିବା ସେଇଟା ଆମକୁ ବାଧିବନି, ଆମକୁ ସେଇଟା ମିଳିଯିବ। ଓକେ, ଇନ୍ସୁରାନ୍ସ ପ୍ରିମିୟମ ସେଇଟା। ତାପରେ ସେଲ୍ସ ଟ୍ୟାକ୍ସ ଆସିଲା, ସେଲ୍ସ ରିଲେଟେଡ ଯାହା ବି ସେଲ୍ସ କଲେ ତାପରେ ଆମେ କିଛି ଟ୍ୟାକ୍ସ ଦଉଛେ, ତାପରେ ଭ୍ୟାଟ ଦଉଛେ, ଆମର ଜିଏସଟି का ଯାହା ବି ସବୁ ରହିଲା ସେ ସବୁ ଆମର ୱାନ୍ ଟାଇପ ଅଫ ଏକ୍ସପେନ୍ସେସ୍, ସେଇଟା ବି ଆମେ ବୁକ୍ କରିବା। ତାପରେ ହର୍ସ ଆଉ ଷ୍ଟେବଲ ଏକ୍ସପେନ୍ସେସ୍, ଏଇଟା କଣ କହୁଛି, ଯୋଉ ଦେଖ ଯୋଉ ଲୋକର ବିଜନେସ ହଉଛି କି ହର୍ସ କୁ ମେଣ୍ଟେନ କରିବ, ହର୍ସ ରେସିଂ। ଓକେ, ତ ସେଇ ସବୁରେ, ଆଉ ଷ୍ଟେବୁଲ ହେଲା ଯୋଉଠି ହର୍ସ ରୁହେ, ତ ସେଇ ସବୁ ଯାହା ଖର୍ଚ୍ଚ ହେଇଥିବ ସେଇଟା ବି ଆମର ଏକ୍ସପେନ୍ସ, ୱାନ୍ ଟାଇପ ଅଫ ଏକ୍ସପେନ୍ସେସ୍। ତାର ବ୍ୟାଡ ଡେପ୍ଟ, ଯଦି କେହି ଡେପ୍ଟର ପଇସା ନଦେଲା ତ ସେଇ ଆମାଉଣ୍ଟ ଆମେ ଆଉ ରିକଭର କରିପାରିବାନି ତା ପାଖରୁ, ତ ସେଇଟା ଆମେ ଗୋଟେ ସେଇ ଡେପ୍ଟ ଟାକୁ ଆମେ ବ୍ୟାଡ ଡେପ୍ଟ ଭାବେ ଟ୍ରିଟ କରିବା, ଆଉ ଗୋଟେ ଲସ୍ ଭାବେ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟର ଡେବିଟ ସାଇଡରେ ତାକୁ ବୁକ୍ କରିବା। ତାପରେ ଆସିଲା ଲସ୍ ଅନ୍ ସେଲ୍ ଅଫ ଫିକ୍ସ ଆସେଟ, ଯଦି ଆମେ ଗୋଟେ ଆସେଟ ଫିକ୍ସ ଆସେଟଟାକୁ କିଛି ଲସ୍ ରେ ବିକ୍ରି କଲେ, ତାର ବୁକ୍ ଭ୍ୟାଲୁ ଟୁ କମିଗଲା, ତାର ବିକ୍ରି ଭ୍ୟାଲୁ ଟା, ତ ସେଥିରେ କଣ ହେଇଯିବ ଆମର ଲସ୍ ହବ। ଓକେ, ତାପରେ ଆସିଲା ଲସ୍ ବାଇ ଫାୟାର ଅର୍ ଆକ୍ସିଡେଣ୍ଟ, ଯଦି କିଛି ନିଆଁ ଲାଗିଗଲା କି କିଛି ଆକ୍ସିଡେଣ୍ଟ ହେଇଗଲା, ଗାଡିଟା ଆସୁଥିଲା ଆକ୍ସିଡେଣ୍ଟ ହେଇଗଲା, ତ ସେଠି ବି ଆମ ଜିନିଷ ସବୁ କଣ ହବ, ନଷ୍ଟ ହେଇଯିବ। ତ ସେଇଟା ବି ଆମ ପାଇଁ ଗୋଟେ ଲସ୍, ଆମେ ତାକୁ ପ୍ରଫିଟ୍ ଆଣ୍ଡ ଲସ୍ ଆକାଉଣ୍ଟର ଡେବିଟ୍ ଗୋଟେ ଦେଖେଇବା। ଆମେ କାଲି 16 ପର୍ଯ୍ୟନ୍ତ ପଢିଥିଲେ, ଆଜିଠୁ ପଢିବା 17, 18, 19, ତିନିଟା ଆଉ ଅଛି। ଦେଖ ଲସ୍ ବାଇ ଫାୟାର ଅର୍ ଆକ୍ସିଡେଣ୍ଟ, ଆଜିର କ୍ଲାସ ଏଇଠୁ ଷ୍ଟାର୍ଟ ହଉଛି। ତ ଏନି ଲସ୍ ଡ୍ୟୁ ଟୁ ଫାୟାର, accident or any other reason is transferred to the debit side of profit and loss account। ଯାହା ବି ଲସ୍ ହଉଛି ଆମର, ମାନେ କପଡା ଦୋକାନ ମାନଙ୍କ କଣ କରନ୍ତି, ଯେତେବେଳେ କପଡା ଖରାପ ହେଇଯାଏ ସେମାନେ କପଡାକୁ ଇନ୍ସୁର କରିଥାନ୍ତି, ସେମାନେ କଣ କରନ୍ତି ଜାଣି ଶୁଣିକି ନିଆଁ ଲଗେଇ ଦିଅନ୍ତି। ତ ଯେତେବେଳେ କପଡାଟା ପୋଡିଯିବ ସେମାନେ କଣ କରିବେ, ଆମ ପାଖରେ ଷ୍ଟକ୍ ନାହିଁ, ଷ୍ଟକ୍ ପଡିଗଲା, ତାଙ୍କୁ ଇନ୍ସୁରାନ୍ସ ରୁ ପଇସା ମିଳିଯାଏ। ସେମିତି କି ଏମିତି କିଛି ହବ କି କି କୋଉଠି ଗୋଟେ ଅଜାଣତରେ କୋଉ କମ୍ପାନୀ ମାନଙ୍କର ନିଆଁ ଲାଗିଗଲା, କି ଗୋଟେ ଜିନିଷ କିଛି ଅନଲୋଡିଂ ହେଇକି ଆସୁଛି ଟ୍ରକ୍ ମାନଙ୍କରେ, ତ କଣ ହେଲା, ଆକ୍ସିଡେଣ୍ଟ ହେଇଗଲା ଟ୍ରକ୍ ର, ତ ସେଇ ସବୁ କେସ ରେ ଇଏ ଆମ ପାଇଁ ୱାନ୍ ଟାଇପ ଅଫ ଲସ୍। ତ ଆମେ ପ୍ରଫିଟ୍ ଆଣ୍ଡ ଲସ୍ ଆକାଉଣ୍ଟରେ ଡେବିଟ୍ ସାଇଡରେ ଶୋ କରିବା ଆଜ୍ ଲସ୍। ଲେଖା ହେଇଛି ଏନି ଲସ୍ ଡ୍ୟୁ ଟୁ ଫାୟାର, ଆକ୍ସିଡେଣ୍ଟ ଅର୍ ଏନି ଅଦର ରିଜିନ୍ is transferred to the debit side of the profit and loss account. If the goods are insured, loss can be ascertained by deducting the insurance claim from the total loss। ଯଦି ଆମେ ସେଟାକୁ ଇନସିଓର କରିଥିବା, ଯୋଉ ଗୁଡ୍ସ ଟା ଆମର ଲସ୍ ମାନେ ଲସ୍ ବାଇ ଫାୟାର, ନିଆଁ ଲାଗିଗଲା କି ଆକ୍ସିଡେଣ୍ଟ ହେଇଗଲା, ତାକୁ ଯଦି ଆମେ ଇନ୍ସୁରାନ୍ସ ତା ପାଇଁ କରିଥିବା, ଇନସିଓର ମିନ୍ସ ତା ପାଇଁ ଯଦି ଆମେ ଇନ୍ସୁରାନ୍ସ କରିଥିବା, ତ ସେ ଆମାଉଣ୍ଟ ଆମ ପାଖକୁ ପଳେଇ ଆସିବ। ତ ସେଇଟା କଣ କରିବା, ଯେତିକି ପଇସା ଆସିଗଲା ତାକୁ ଛାଡିକି ଆଉ ରେଷ୍ଟ ଆମାଉଣ୍ଟ ଯେତିକି ଆମକୁ ମିଳିଲାନି ସେଇଟା ଆମେ ଲସ୍ ଟା ଶୋ କରେଇବା। ମନେକର ଦେଖ ଆମର ଅ, ନିଆଁ ଲାଗିଗଲା, ଗୋଦାମରେ ନିଆଁ ଲାଗିଗଲା, ତ ଆମର ଆମର ମନେକର 1,00,000 ଟଙ୍କା ଲସ୍ ହେଲା, 1,00,000 ଟଙ୍କା ଜିନିଷ ଆମର ନିଆଁ ଲାଗିଗଲା, ତ ଆମେ ତାକୁ ଇନ୍ସୁରାନ୍ସ କରିଥିଲେ କେତେ ଟଙ୍କାର, 50,000 ଜିନିଷର ଇନ୍ସୁରାନ୍ସ କରିଥିଲେ, ତ ଆମକୁ କେତେ ଟଙ୍କା ମିଳିବ, 50,000 ମିଳିଲା। 50,000 ମିଳିଲା, ତ ଆଉ 50,000 ଯୋଉଟା ଆମେ ପ୍ରଫିଟ୍ ଆଣ୍ଡ ଲସ୍ ରେ ଦେଖେଇକି ଆମର ଲସ୍ ବୋଲି ଲେଖା ହେଇଛି। ଲସ୍ କ୍ୟାନ୍ ବି ଆସର୍ଟନ୍ ବାଇ ଡିଡକ୍ଟିଂ ଦ ଇନ୍ସୁରାନ୍ସ କ୍ଲେମ୍। ଡିଡକ୍ଟ ଇନ୍ସୁରାନ୍ସ କ୍ଲେମ୍ କେତେ, 50,000, ତ 1,00,000 ଟଙ୍କାରୁ 50,000 ଡିଡକ୍ଟ କରିବା, ଡିଡକ୍ଟ ମାନେ ତାକୁ ମାଇନସ କରିବା, ମାଇନସ କଲା ପରେ ଆଉ କେତେ ରହିଲା ନେଟ୍ 50,000, ତ ସେଇ 50,000 ଟା ଆମେ ପ୍ରଫିଟ୍ ଆଣ୍ଡ ଲସ୍ ଡେବିଟ୍ ସାଇଡ୍ ରେ ଶୋ କରିବା କି ଲସ୍ ବୋଲି ଏଇଟା। ଓକେ, ଆଉ ଯଦି ଇନ୍ସୁର ହେଇନଥିବ, ଯଦି 1,00,000 ଟଙ୍କା ଜିନିଷ ଯଦି ପୋଡିଗଲା, ସେଇଟା ଆମର ଇନ୍ସୁର ହିଁ ହେଇନି, ତ ଆମେ କଣ କରିବା, ତାକୁ ଅ, ସବୁତକ 1,00,000 ଟଙ୍କା ହିଁ ଶୋ କରିବା। ଓକେ, ତାପରେ ଆସିଲା ଡେଫର୍ଡ ରେଭିନ୍ୟୁ ଏକ୍ସପେଣ୍ଡିଚର। ଏଇଟା ଗୋଟେ ଏକ୍ସପେଣ୍ଡିଚର, ଗୋଟେ ବିଜନେସ ରେ ଆମର ଗୋଟେ ଆଡଭର୍ଟାଇଜମେଣ୍ଟ ହଉଛି। ଓକେ, ଗୋଟେ ଆଡଭର୍ଟାଇଜମେଣ୍ଟ ହଉଛି, ତ ଗୋଟେ ଗୋଟେ ଆଡଭର୍ଟାଇଜମେଣ୍ଟରେ ବି ଲୋକ ବହୁତ ଖର୍ଚ୍ଚ କରୁଛନ୍ତି, 1,00,000, 2,00,000, 3,00,000 ଏମିତି ବହୁତ ଖର୍ଚ୍ଚ କରୁଛନ୍ତି। ମନେକର ଗୋଟେ ଡ୍ରେସ କମ୍ପାନୀ, ଦେଖ ଜୁଏଲାରୀ ସପ୍ ମାନେ ଦେଖିବ, ସେମାନେ ବଡ ବଡ ଷ୍ଟାର ମାନଙ୍କୁ ସବୁ ଡାକୁଛନ୍ତି ସେମାନେ ଆଡଭର୍ଟାଇଜ କରିବା ପାଇଁ, ତ ସେମାନେ ଗୋଟେ ଗୋଟେ ଥର 3-4 କୋଟି କି ଏମିତି କୋଟି କି ଲକ୍ଷ ଏମିତି ହିଁ ତାଙ୍କର ସବୁ ଚାର୍ଜ ରହୁଛି। ତ ଯୋଉ ଆଡଭର୍ଟାଇଜମେଣ୍ଟ ହଉଛି ସେଇଟା କେବଳ ସେଇ ବର୍ଷର ଏକ୍ସପେଣ୍ଡିଚର ନୁହଁ, କାରଣ ସେଇଟା ଫ୍ୟୁଚରରେ 3-4 ବର୍ଷ ପାଇଁ ସେଇ ଆଡଭର୍ଟାଇଜମେଣ୍ଟଟା ଚାଲିବ। ଦେଖୁଛ ସେଇ ବର୍ଷ ଭିତରେ ତ ହଉଥିବ, ଦେଖ ଯୋଉ ବି ଯିଏ ବି ଆଡଭର୍ଟାଇଜମେଣ୍ଟ ହଉଛି ଆଜି ଦେଖୁଛ 2-3 ବର୍ଷ ପରେ ବି ସେମ୍ ଆଡଭର୍ଟାଇଜ ଦେଖୁଥିବ। ତ ସେଇଟା ଆମେ ଏଇ ବର୍ଷର ଖର୍ଚ୍ଚ ବୋଲି କାଇଁ ଭାବିବା, ଯେତିକି ବର୍ଷ ପର୍ଯ୍ୟନ୍ତ ତାର ଇଫେକ୍ଟ ରହିବ। ମନେକର ଯେତେବେଳେ ଆଡଭର୍ଟାଇଜମେଣ୍ଟ ହେଉଛି, ଆମର ଏଗ୍ରିମେଣ୍ଟ ଲେଖା ହେଇଛି କି ଅପ୍ ଟୁ ନେକ୍ସଟ 3 ଇୟର ପର୍ଯ୍ୟନ୍ତ ଆମେ ଏଇ ଆଡଭର୍ଟାଇଜମେଣ୍ଟ ଟା ପବ୍ଲିଶ କରିବୁ। ଟିଭିରେ ଆସିବ କି ଫୋନ ସବୁରେ ଦେଖୁଥିବ ଆଡଭର୍ଟାଇଜମେଣ୍ଟ କେତେ ଆସୁଛି, ତ ନେକ୍ସଟ 3 ଇୟର ପର୍ଯ୍ୟନ୍ତ ଆମର ଆଡଭର୍ଟାଇଜମେଣ୍ଟ ହବ। ଯଦି 3 ଇୟର ଭିତରେ ଆମକୁ ସେ ଆଡଭର୍ଟାଇଜମେଣ୍ଟ 3 ବର୍ଷ ଭିତରେ ଆମର ରହିବ, ତ ଆମେ ଏଇ ବର୍ଷ ସବୁତକ ଆଡଭର୍ଟାଇଜମେଣ୍ଟ ର ଏକ୍ସପେନ୍ସେସ୍ ଟା କଣ ପାଇଁ ବୁକ୍ କରିବା, 3 ବର୍ଷ ଆମକୁ ଇଫେକ୍ଟିଭ ଦବ।
ତ ଆମେ 3 ବର୍ଷ ପାଇଁ ଅଧା 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 ମନେକର 3 କୋଟି ହେଇଛି, ଏ ବର୍ଷ ଗୋଟିଏ, ନେକ୍ସଟ ଇୟର ଗୋଟିଏ, ଆଉ ଗୋଟେ ଫାଇନାଲ ଇୟରରେ ଗୋଟିଏ, 3 କୋଟି 3 ବର୍ଷରେ ଆମେ ଏକ୍ସପେନ୍ସେସ୍ ବୁକ୍ କରିବା। ସବୁତକ ଏଇ ବର୍ଷରେ ବୁକ୍ କରିବାନି। ତ ସେଇଟା କୁହାଯାଏ ଡେଫର୍ଡ ରେଭିନ୍ୟୁ ଏକ୍ସପେଣ୍ଡିଚର। ମାନେ ଡେଫର୍ଡ ହେଇକି ସିଏ ଧୀରେ ଧୀରେ ଫ୍ୟୁଚର ଡେଟରେ ବି ଯୋଉଟା ଆମକୁ ତାର ବେନିଫିଟ ରହିବ, ତ ଆମେ ସବୁ ଏଇ ବର୍ଷ ନବାନି, ସବୁ ବାଣ୍ଟି, ଯେତିକି ବି ହେଇଛି ତାକୁ ଡିଭାଇଡ କରିକି ବାଣ୍ଟିକି ସେତିକି ନିଆହବ ଏକ୍ସପେଣ୍ଡିଚର। ଦେଖ, an expenditure of revenue in nature whose benefit will accrue for more than 1 year, that is advertisement, is termed as deferred revenue expenditure। बहुत सारा एग्जांपल ଅଛି, but advertisement ଟା ତମକୁ ଗୋଟେ ଇଜି ହବ। Okay. The amount should be distributed over the number of years during which benefit is to be received। देखो, the amount should be distributed। distributed ମାନେ ବାଣ୍ଟି ଦବା, ସେୟାର କରିଦବା, over the number of years, ସେତିକି ବର୍ଷ, ଯେତିକି ବର୍ଷ ପର୍ଯ୍ୟନ୍ତ ତାର ବେନିଫିଟ, which benefit is to be received, ଯେତିକି ବର୍ଷ ପର୍ଯ୍ୟନ୍ତ ଆମର ତାର ବେନିଫିଟ ଟାକୁ ଆମେ ରିସିଭ କରିବା, ସେତିକି ବର୍ଷରେ ଟୋଟାଲ ଆମାଉଣ୍ଟ ଯେତିକି ଖର୍ଚ୍ଚ ହେଇଥିବ ସେ ଆମାଉଣ୍ଟ କୁ ଆମେ ଡିଷ୍ଟ୍ରିବ୍ୟୁଟ କରିଦବା। ଯେମିତି କହିଲି 3 କୋଟିକୁ 3 ବର୍ଷରେ ଡିଭାଇଡ କରିଦବା, ତ ଗୋଟେ ବର୍ଷରେ ଗୋଟିଏ ପଡିଲା। ଓକେ। ତାପରେ ଆସିଲା a part of the amount which provides the benefit for the current year। ଏଇ ବର୍ଷ ପାଇଁ ଯେତିକି ଭାଗ ହଉଛି, only this taken to profit and loss account। ଏଇ ଫାଇନାନ୍ସିଆଲ ଇୟର, ଏଇ କରେଣ୍ଟ ପିରିୟଡ ପାଇଁ ଯେତିକି ଆମର ବେନିଫିଟ ରିସିଭ କରିବା, ଆମେ ସେତିକି ହିଁ ରେକର୍ଡ କରିବା। Got it? ତାପରେ ଦେଖ 19 କଣ କହୁଛି, କମିଶନ ପେଡ୍। ଏଇଟା ବି ଗୋଟେ, ଯେତେବେଳେ ଆମେ ସେଲ୍ସ କିଛି କରୁଛେ, ତ ଯୋଉମାନେ ଆମର ଏଜେଣ୍ଟ ଅଛନ୍ତି ଆମେ ତାଙ୍କୁ ସବୁ ଦଉଛେ, ତମେ ଯେତେଟା ଅଧିକ ସେଲ୍ କରିବ ଆମେ ତା ଉପରେ କମିଶନ ଦବୁ। ତ ସେମାନେ କଣ କରିବେ, ଅଧିକ ଟିକେ ଇନକମ କରିବା ପାଇଁ ସେମାନଙ୍କର କଣ, ସେମାନଙ୍କର ବି ଇଚ୍ଛା ଅଧିକ ହବ କି ସେମାନେ ଆଉ ଟିକେ ସେଲ୍ କରିବେ। ତ କମିଶନ ପେଡ୍ କଣ ହଉଛି, କମିଶନ ମେ ବି ପେଡ୍ ଟୁ ଦ ସେଲ୍ସମ୍ୟାନ ଟୁ ଇଫେକ୍ଟ ସେଲ୍। ଇଫେକ୍ଟ ସେଲ୍ କଣ କହୁଛି, ମାନେ ସେଲ୍ ଟାକୁ ଟିକେ ଅଧିକ ଇନକ୍ରିଜ କରିବା ପାଇଁ ତାଙ୍କୁ ଯେତେବେଳେ ଆମେ କିଛି କମିଶନ ଦବା, ସେମାନେ ସେ କମିଶନ ଆସରେ ଆଉ ଟିକେ ଜିନିଷ ଅଧିକ ବିକ୍ରି କରିଦେବେ, ନା ଆମେ ଟିକେ ଆଉ ଦିଟା ଜିନିଷ ବିକ୍ରି କରିଦେଲେ ମତେ ଆଉ ଟିକେ ଅଧିକ ପରସେଣ୍ଟେଜ ରେ ପଇସା ଟା ମିଳିବ, ଇନକମ ତାଙ୍କର ଅଧିକ ହବ। ତ ସେଲ୍ କୁ ବଢାଇବା ପାଇଁ ସେମାନେ କମିଶନ ଦିଅନ୍ତି। କାହାକୁ ଦିଅନ୍ତି, ଟୁ ବ୍ରୋକର ହେଇପାରେ, ବ୍ରୋକର ଯିଏ ଆମର ରହୁଛି, ଟୁ ଦ ଏମ୍ପ୍ଲଇଜ, ଏମ୍ପ୍ଲୟ ମାନଙ୍କୁ ଦେଇପାରନ୍ତି, ସେମାନେ ଟିକେ ଇଫେକ୍ଟିଭଲି କାମ କରିବେ, କି ବ୍ରୋକର ମାନଙ୍କୁ ଦିଆହବ ଯୋଉମାନେ ଆମର ଏଜେଣ୍ଟ ଅଛନ୍ତି। ଓକେ। These are revenue expenses and as such transfer to debit side of profit and loss account। ଯେହେତୁ ଏସବୁ ଗୋଟେ revenue expenditure, ଆମେ profit and loss account ର debit side ରେ show କରିବା। ତାପରେ ଦେଖ, ଏଇ ଚାର୍ଟ କଣ କହୁଛି,
ଚାର୍ଟ କରୁଛି, ଚାର୍ଟ ଶୋଇଂ ଏକ୍ସପେନ୍ସେସ୍ ଚାର୍ଟ ଟୁ ପ୍ରଫିଟ୍ ଆଣ୍ଡ ଲସ୍ ଆକାଉଣ୍ଟ। କେତେଟା ଏକ୍ସପେନ୍ସେସ୍ ଅଛି ଯୋଉଟା ଆମେ ପ୍ରଫିଟ୍ ଆଣ୍ଡ ଲସ୍ କୁ ଚାର୍ଜ କରୁଛେ। ଚାର୍ଜ ମିନ୍ସ ଆମେ ଡେବିଟ୍ କରୁଛେ। ଓକେ, ତ ଫାର୍ଷ୍ଟ ଆସିଲା ଆମର ଅଫିସ ଏକ୍ସପେନ୍ସେସ୍। ଅଫିସ ରିଲେଟେଡ୍ ଯାହା ବି ଏକ୍ସପେନ୍ସେସ୍ ତାକୁ ଆମେ ପ୍ରଫିଟ୍ ଆଣ୍ଡ ଲସ୍ ଶୋ କରିବା। ଏଇଟା ଇନଡାଇରେକ୍ଟ ଏକ୍ସପେନ୍ସେସ୍। ଅଫିସ ଏକ୍ସପେନ୍ସେସ୍ ରେ କଣ ସବୁ ଆସୁଛି ଦେଖ। ଫାର୍ଷ୍ଟ ଆସିଲା ସାଲାରୀ, ରେଣ୍ଟ, ରେଟ୍ସ, ତାପରେ ଟ୍ୟାକ୍ସେସ୍। ଆମେ ସବୁ ଉପରେ ଗୋଟେ ଗୋଟେ ପଢିଥିଲେ। Okay, ତାକୁ ଆଉ ଟିକେ ଏକ୍ସଟେନ୍ସିଭଲି ଏଠି ଦିଆଯାଇଛି। ତାପରେ ଆସିଲା ଇନ୍ସୁରାନ୍ସ ହଉ କି ଅଡିଟ୍ ଫି ହଉ, ଟେଲିଫୋନ, ପ୍ରିଣ୍ଟିଂ ଆଣ୍ଡ ଷ୍ଟେସନାରୀ ହଉ କି ପୋଷ୍ଟେଜ, ଜେନେରାଲ ଏକ୍ସପେନ୍ସେସ୍, ମ୍ୟାନେଜर ସାଲାରୀ, ट्रेड एक्सपेंसेस, एंटरटेनमेंट एक्सपेंसेस, डेप्रिसिएशन ऑफ ऑफिस इक्विपमेंट मींस ऑफिस रो जहाँ फिक्स एसेट अछि। ओके, तब लाइट एक्सेट्रा ए सब आसे हमर ऑफिस एक्सपेंसेस। देखो गोटे ऑफिस रे रहिले तो माने बहुत सारा ए सब सब खर्च करे पड़े डे टू डे लाइफ माने एक्सपेंसेस को, रेवेन्यू एक्सपेंडिचर सब हमर। तो एटा हला ऑफिस एक्सपेंसेस, ए सब प्रॉफिट एंड लॉस अकाउंट रे डेबिट हो। तापर असला सेलिंग एक्सपेंसेस। हमें जहाँ भी प्रोडक्ट सेल करछे ଆମର ମେନ୍ ପର୍ପୋଜ ହଉଛି ଆମେ କେମିତି ସେଲ୍ ଅଧିକରୁ ଅଧିକ ସେଲ୍ କରିବା ଆଉ ପ୍ରଫିଟ ଅର୍ନ କରିବା। ତ ଯାହା ବି ଆମେ ସେଲ୍ କରୁଛେ ତା ରିଲେଟେଡ୍ ଯାହା ବହୁତ ସାରା ଏକ୍ସପେନ୍ସେସ୍ ଥିବ। ଦେଖ ଗୋଟେ ଘର ଭଡା ନେଇଛୁ ମନେକର, ସେଠି ସବୁ ଆମର ଷ୍ଟକ୍ ସବୁ ରଖା ହଉଛି, କି ଆମେ କିଛି ଆଡଭର୍ଟାଇଜମେଣ୍ଟ କରୁଛେ, କି ଟ୍ରାଭେଲ କରିକି ଲୋକଙ୍କୁ ବିକ୍ରି କରୁଛେ। ଓକେ, କି ଆମେ କିଛି ଜିନିଷ ମନେକର ଗୋଟେ ଫୁଡ ଡେଲିଭରି କାମ କରୁଛେ, ତ ଡେଲିଭରି ଗୋଟେ ପଳେଇ ଆସିଲା ଏଠି। ଆଉ କି ଆମେ କିଛି ଅନଲୋଡ ଲୋଡିଂ କାମ କରୁଛେ। ଓକେ, এই ସବୁ ଏକ୍ସପେନ୍ସେସ୍ ଆମର ପଳେଇ ଆସିବ ସେଲିଂ ଏକ୍ସପେନ୍ସେସ୍ ରେ। ତାହେଲେ ଥରେ ଦେଖିବା। ଫାର୍ଷ୍ଟ ଦେଇଛି କ୍ୟାରେଜ ଆଉଟ୍। ଆମେ ଦେଖିଛି ଏଇଟା କ୍ୟାରେଜ ଆଉଟ୍ କଣ, ଗୋଟେ ଆମେ ଗାଡିରେ ନେଇକି ଗୋଟେ ଜିନିଷଟା ଡେଲିଭର କରୁଛେ, ତ କ୍ୟାରେଜ ଆଉଟ୍ ଏଇଟା। ଆଡଭର୍ଟାଇଜମେଣ୍ଟ ତମେ ଜାଣିଛ। ତାପରେ ଟ୍ରାଭେଲିଂ ଏକ୍ସପେନ୍ସେସ୍ କି ସେଲ୍ସମ୍ୟାନ କମିଶନ, ଯୋଉ ସେଲ୍ସମ୍ୟାନ ଅଛନ୍ତି ଆମେ ତାକୁ କିଛି କମିଶନ ଦଉଛେ, ଯାହା ଯାହା ଥ୍ରୋରେ କି ସେମାନେ ଅଧିକରୁ ଅଧିକ ବିକ୍ରି କରିବେ। କି ଆମେ ଗୋଟେ କପଡା ଦୋକାନ କରିଛେ, ଆମେ ସୋରୁମ ନେଇଛେ, ତ ସୋରୁମ ର ରେଣ୍ଟ ରହିଲା, ସେଥିରେ ଯେତେ ଯେତେ ଲୋକ ଷ୍ଟାଫ ରହିଲେ। ଓକେ, ସେ ସବୁ। ତାପରେ ଫ୍ରି ସାମ୍ପଲ। ଯେତେବେଳେ ବିଜନେସ ଟା ଆମେ ଷ୍ଟାର୍ଟ କରିବା, ଲୋକଙ୍କ ମନରେ କି ଆମର ଟ୍ରଷ୍ଟ, ଫେଥ କ୍ରିଏଟ କରିବା ପାଇଁ ଆମ ପ୍ରଡକ୍ଟ ପାଇଁ ଆମେ ତାଙ୍କୁ ଫ୍ରି ସାମ୍ପଲ କିଛି ଦେଇଥାଉ, କି ଆମ ମାନଙ୍କର ପ୍ରଡକ୍ଟ ୟୁଜ କର, ତମକୁ ଭଲ ଲାଗିଲେ ଆମେ କି ତମମାନଙ୍କର କଣ ରାୟ ରହିବ ସେ ପ୍ରଡକ୍ଟ ଉପରେ, ତମେ ଆମର ଆହୁରି ନେକ୍ସଟ ଫ୍ୟୁଚରରେ କିଣିପାରିବ। ତ ଫ୍ରି ସାମ୍ପଲ କିଛି ଆମେ ଲୋକଙ୍କୁ ବାଣ୍ଟୁ। ତାପରେ ଆସିଲା ଗୋଡାଉନ ରେଣ୍ଟ। କି ଦେଖ ଯୋଉଠି ଆମର ଷ୍ଟକ୍ ରହିଲା, ଗୋଡାଉନ ଆମେ ତାକୁ କହିବା, ତ ତାର ରେଣ୍ଟ। ସାଲାରୀ ଟୁ ସେଲ୍ସମ୍ୟାନ, ଯିଏ ବି ସେଲ୍ସମ୍ୟାନ ଆମର ରହିଲା ତାକୁ ଆମେ ସାଲାରୀ ଦଉଛେ, ତ ସେଇଟା ସେଲ୍ସ ଏକ୍ସପେନ୍ସେସ୍ ରେ ପଳେଇ ଆସିବ। ଆଉ ଏକ୍ସପୋର୍ଟ ଡ୍ୟୁଟି କି ଡେଲି, ଏକ୍ସପୋର୍ଟ ଡ୍ୟୁଟି କଣ, ଯେତେବେଳେ ଆମେ ଜିନିଷଟାକୁ ଏକ୍ସପୋର୍ଟ କରୁଛେ, ଏକ୍ସପୋର୍ଟ ମିନ୍ସ କଣ, ବାହାରକୁ ଆମେ ରପ୍ତାନି କରିବା, ତ ସେତେବେଳେ ଯୋଉ ଡ୍ୟୁଟି ଲାଗିବ ସେଇଟା ବି ମୋର ପଳେଇ ଆସିବ। ତାପରେ ଡେଲିଭରି ଭ୍ୟାନ୍ ଏକ୍ସପେନ୍ସେସ୍, ଯାହା ବି ଆମେ ଡେଲିଭରି କରୁଛେ, ଜିନିଷ ଡେଲିଭରି କରୁଛେ, ତ ସେତେବେଳେ ବି ଯାହା ବି ଏକ୍ସପେନ୍ସେସ୍ ରହିଲା ତାକୁ ରିଲେଟେଡ୍ ଆସିବ, ଏଟା ସେଲ୍ସ ରିଲେଟେଡ୍। ତାପରେ ଆସିଲା ଫାଇନାନ୍ସିଆଲ ଏକ୍ସପେନ୍ସେସ୍। ଏଇଟା କଣ, ଆଜି ଏବେକା ଏବେକା ଦୁନିଆରେ ସମସ୍ତେ ବ୍ୟାଙ୍କ ଟ୍ରାଞ୍ଜାକ୍ସନ କି ପ୍ରିଫର କରୁଛନ୍ତି। କାରଣ କ୍ୟାସ ର କେତେବେଳେ ହିସାବ ରହିବ ନ ରହିବ, କିନ୍ତୁ ବ୍ୟାଙ୍କ ଟ୍ରାଞ୍ଜାକ୍ସନ କରିଥିଲେ ଆମେ ଆକ୍ୟୁରେଟ କାଲକୁଲେଟ କରିପାରିବା, କି ତାକୁ ରେକର୍ଡ ରଖିପାରିବା। ତ ଏଇଟା ଗୋଟେ ଫାଇନାନ୍ସିଆଲ ଏକ୍ସପେନ୍ସେସ୍ ରେ ସେମିତି ବ୍ୟାଙ୍କ ରିଲେଟେଡ୍ ଯାହା ଖର୍ଚ୍ଚ ହେଇଥିବ ଟ୍ରାଞ୍ଜାକ୍ସନ, ବ୍ୟାଙ୍କ ଟ୍ରାଞ୍ଜାକ୍ସନ ରେ ସେ ସବୁ ଆମର ଯିବ ଫାଇନାନ୍ସିଆଲ ଏକ୍ସପେନ୍ସେସ୍ ରେ। ଲାଇକ ବ୍ୟାଙ୍କ ଚାର୍ଜେସ୍ ହଉ, ତ ବ୍ୟାଙ୍କ ଆମକୁ ସର୍ଭିସ ଦଉଛି, ତ ଅବଭିୟସଲି ସେ ଚାର୍ଜେସ୍ ନବ। ତାପରେ ଆମେ କିଛି ଡିସକାଉଣ୍ଟ ଆଲାଉ କରୁଛେ, ତ ଡିସକାଉଣ୍ଟ ଆଲାଉ କଲେ କଣ ହେଲା, ତ ମନି ମେଟରରେ ତାକୁ କିଛି ଆଲାଉ କରୁଛେ, ତ ଏଇଟା ହେଇଗଲା ଡିସକାଉଣ୍ଟ ଆଲାଉ ଯିବ ହେରି। ତାପରେ ଆସିଲା ଇଣ୍ଟରେଷ୍ଟ ଅନ ଲୋନ। ଆମେ କିଛି ଲଙ୍ଗ ଟର୍ମ ଲୋନ କରୁଛେ, ଲୋନ ବ୍ୟାଙ୍କ ରୁ ଆଣିଛେ, ତ ସେଥିରେ ଯୋଉ ଇଣ୍ଟରେଷ୍ଟ ଟା ଦବା ସେଇଟା ବି ଆମର ଫାଇନାନ୍ସିଆଲ ଏକ୍ସପେନ୍ସେସ୍ ଯିବ। ଆଉ ଇଣ୍ଟରେଷ୍ଟ ଅନ କ୍ୟାପିଟାଲ, ମନେକର ଆମେ, ଆମର ଯିଏ ଓନର ସେ ଆମକୁ କ୍ୟାପିଟାଲ କଣ୍ଟ୍ରିବ୍ୟୁଟ କରୁଛି, ତ ସିଏ ଯୋଉଠି ବି ଯଦି ସେ ପଇସା ଟା ବ୍ୟାଙ୍କରେ ରଖିଥାନ୍ତା କି ଆଉ କୋଉଠି ଖଟେଇଥାନ୍ତା ତାକୁ ଇଣ୍ଟରେଷ୍ଟ ଆସୁଥାନ୍ତା। ତ ଯେହେତୁ ବିଜନେସ ରେ ଖଟେଇଛି ତ ତାକୁ ସେଥିରୁ ଇଣ୍ଟରେଷ୍ଟ ମିଳିବା ଦରକାର, ତ ଇଣ୍ଟରେଷ୍ଟ ଅନ କ୍ୟାପିଟାଲ ଆସିଲା। ତାପରେ କମିଶନ ପେଡ୍ ଫର ରେଜିଂ ଲୋନ। ଦେଖ ଆମେ ଯେତେବେଳେ ବି ଆମେ ଜାଣିଛୁ ଯାହା ବି ଛୋଟ ମୋଟ କାମ ହଉ, ଆମ କିଛି ଏକ୍ସପେନ୍ସେସ୍ ଖର୍ଚ୍ଚ କଲେ ହିଁ ଆମେ ସେ ଜିନିଷଟା ପାଇପାରିବା। ତ ଗୋଟେ ଲୋନ ପାଇବା ପାଇଁ ବି ଆମକୁ କିଛି ଖର୍ଚ୍ଚ କରିବାକୁ ପଡେ, ତ ସେଇଟା କମିଶନ କିଛି ଆମକୁ ଦବାକୁ ପଡେ। ତ କମିଶନ ପେଡ୍ ଫର ରେଜିଂ ଲୋନ ଏକ୍ସେଟ୍ରା, ଏସବୁ ଆସିଗଲା ଆମର ଫାଇନାନ୍ସିଆଲ ଏକ୍ସପେନ୍ସେସ୍। ତାପରେ ମେଣ୍ଟେନାନ୍ସ ଏକ୍ସପେନ୍ସେସ୍। ଏଇଟା କଣ କହୁଛି, ଯାହାବି ଆମେ ଅ, ରଖିଥିବା, ଆମର ଫିକ୍ସ ଆସେଟ ରଖିଥିବା, କି ଆମ ଅଫିସର ଯାହାବି ଏକ୍ସପେନ୍ସେସ୍ ହଉଛି ଯୋଉଟା ମେଣ୍ଟେନ ଆମେ କରୁଛେ, ମେଣ୍ଟେନାନ୍ସ ରଖିବାକୁ ପଡିବ। ତ ଘର ହଉ କି ଯୋଉଠି ହଉ, ଘରକୁ ବି ଆମେ ମେଣ୍ଟେନ କରିକି ରଖିବାକୁ ପଡିବ। ସେମିତି ବିଜନେସ କରୁଛେ ମିନ୍ସ ତାକୁ ତ ପୁରା ତାର ଯାହାବି ସବୁ ପାର୍ଟ ସବୁ ଅଛି, ଆମର ଫିକ୍ସ ଆସେଟ ଅଛି କି ଡେ ଟୁ ଡେ ବେସିସ୍ ରେ ଯୋଉ ସବୁ ରନିଂ ହଉଛି, ଓକେ, ତ ତାକୁ ଆମକୁ ସବୁ ମେଣ୍ଟେନ କରିବାକୁ ପଡିବ। ତ ସେସବୁରେ ଖର୍ଚ୍ଚ ସବୁ କଣ ପଳେଇ ଆସିବ, ଡେପ୍ରିସିଏସନ ଅନ ପ୍ଲାଣ୍ଟ, ମାନେ ଆମେ ଯୋଉ ଇଫେକ୍ଟ ତାର କମୁଛି, କେତେ କମୁଛି, ତ ସେଇ ହିସାବରେ ଆମେ ଡେପ୍ରିସିଏସନ କରୁଛେ।
ତାପରେ ମେସିନାରୀ ଇକ୍विପମେंट ଅଫ ଆଣ୍ଡ ଫର୍ନିଚର ଏ ସବୁ କରିବାକୁ ପଡୁଛି ଡେପ୍ରିସିଏଟ। ତାପରେ ରିପେୟାର ଆଣ୍ଡ ରିନ୍ୟୁଆଲ୍ସ ଅନ୍ ଫିକ୍ସ ଆସେଟ, ଡେ ଟୁ ଡେ ବେସିସ ରେ ଯୋଉ ଜିନିଷଟା ରନିଂ କରିବା ପାଇଁ ଆମେ ଯୋଉ ଖର୍ଚ୍ଚ କରୁଛେ ତାକୁ ଆମେ ରିପେୟାର ମେଣ୍ଟେନାନ୍ସ କହୁଛେ, ତ ମେଣ୍ଟେନାନ୍ସ ଖର୍ଚ୍ଚ ବି ପଳେଇ ଆସିଲା ଏ ସବୁ। ଓକେ, ତାପରେ ଆସିଲା ଲସେସ୍। ଆଉ ଯାହା ଆମେ ପଢିଥିଲେ, ଯାହା ବି ଇନଡାଇରେକ୍ଟ ଏକ୍ସପେନ୍ସେସ୍ ଆଉ ଲସେସ୍ ଆମେ ସବୁ ପ୍ରଫିଟ ଆଣ୍ଡ ଲସ୍ କୁ ଡେବିଟ କରୁଛେ। ତ ଲସେସ୍ ରେ କଣ ଆସୁଛି? ଲସ୍ ବାଇ ଫାୟାର, ଲସ୍ ଅନ୍ ସେଲ୍ ଅଫ ଫିକ୍ସ ଆସେଟ୍, ଲସ୍ ବାଇ ଥେଫ୍ଟ, ଲସ୍ ବାଇ ଥେଫ୍ଟ ମାନେ ଚୋରି ହେଇଗଲା, ତ ସେଇଟା ବି ଆମ ପାଇଁ ୱାନ୍ ଟାଇପ ଅଫ ଲସ୍। ତାପରେ ଲସ୍ ବାଇ ଆକ୍ସିଡେଣ୍ଟ, ଏଇ ତିନିଟା ଟର୍ମ ଆମେ ପଢିଥିଲେ, ଲସ୍ ବାଇ ଫାୟାର, ଲସ୍ ଅନ୍ ସେଲ୍ ଅଫ ଫିକ୍ସ ଆସେଟ୍, ଲସ୍ ବାଇ ଆକ୍ସିଡେଣ୍ଟ, ତିନିଟା ଟର୍ମ ଆମେ ଉପରେ ପଢିଥିଲେ। ତ ତିନିଟା ମିନିଂ ଜାଣିଛ, ଲସ୍ ବାଇ ଥେଫ୍ଟ ମିନ୍ସ ଚୋରି ହେଇଯାଇଛି, ତ ଏଇଟା ବି ଆମ ୱାନ୍ ଟାଇପ ଅଫ ଲସ୍, ପ୍ରଫିଟ ଆଣ୍ଡ ଲସ୍ ର ଡେବିଟ ସାଇଡ ଦେଖେଇବ। ଆଉ ଲସ୍ ବାଇ ଡ୍ୟାମେଜ, କିଛି ଜିନିଷ ଡ୍ୟାମେଜ ହେଇଗଲା, ପଡି ପଡି ଗୋଦାମ ଘରେ କିଛି ଜିନିଷ ଡ୍ୟାମେଜ ହେଇଯାଇଛି, ତ ଏଇଟା ବି ଆମ ପାଇଁ ୱାନ୍ ଟାଇପ ଅଫ ଲସ୍। କି ଚ୍ୟାରିଟିରେ କିଛି ଜିନିଷ ଆମେ ବାଣ୍ଟିଲେ, ଫ୍ରି ସାମ୍ପୁ ଯେମିତି ବାଣ୍ଟିଲେ, ଚ୍ୟାରିଟିରେ କିଛି ବାଣ୍ଟୁଛେ, ତ ଆମ ପାଇଁ ଏଇଟା ବି ଗୋଟେ ଲସ୍। ତାପରେ ଲସ୍ ବାଇ ଏମ୍ବେଜଲମେଣ୍ଟ, ଓକେ, ଏଇଟା ବି ଆମ ପାଇଁ ଗୋଟେ ୱାନ୍ ଟାଇପ ଅଫ ଲସ୍। ତ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ରେ ଏତିକି ଜିନିଷ ଆମେ ଶୋ କରିବା ଡେବିଟ ସାଇଡ ରେ। ଓକେ, ତ ଆଉ ଲସ୍ ଅଫ ଏମ୍ବେଜଲମେଣ୍ଟ ମାନେ କଣ? ନା ଯେତେବେଳେ ଦେଖ ଆମର ଯୋଉମାନେ ବଡ ବଡ ପୋଜିସନ ମାନଙ୍କର ଥାନ୍ତି ଅଫିସର ମାନେ, ସେମାନେ କଣ କରନ୍ତି, ଗୁପ୍ତରେ କିଛି ପଇସା ସିକ୍ରେଟଲି ସେମାନେ କେମିତି ମାରିକି ତା ଭିତରୁ ଖାଇ ଦିଅନ୍ତି, ତ ସେଇଟା ଆମର ଲସ୍ ବାଇ ଏମ୍ବେଜଲମେଣ୍ଟ ପଛେ ଜଣା ପଡିବ। ଆମେ ଏଇ ଲସ୍ ହିଁ ତାକୁ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ରେ ଶୋ କରିବା। ସେଇଟା ତ ରିକଭରି ଆମେ କରିପାରି ନ କରିପାରି ଜାଣିନାହିଁ, ତ ଲସ୍ ବାଇ ଏମ୍ବେଜଲମେଣ୍ଟ ଲେଖିକି ସେଇଟା ଆମେ ଡେବିଟ କରିବା ପ୍ରଫିଟ ଆଣ୍ଡ ଲସ୍ କୁ। ତ ଏଇ ସବୁ ଆସିଗଲା। ଅଫିସ ଏକ୍ସପେନ୍ସେସ୍ କଣ ଜାଣିଲ, ସେଲିଂ ଏକ୍ସପେନ୍ସେସ୍ କଣ ଜାଣିଲ, ଫାଇନାନ୍ସିଆଲ ଏକ୍ସପେନ୍ସେସ୍ ସେଇଟା ବି କଣ ଜାଣିଲ, ତାପରେ ମେଣ୍ଟେନାନ୍ସ ଏକ୍ସପେନ୍ସେସ୍ ଆଉ ଲସେସ୍ ଏସବୁ ଜାଣିଲେ। ତାପରେ ନେକ୍ସଟ ଆସିଲା ଆମର ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ର କ୍ରେଡିଟ ସାଇଡ ରେ କୋଉ କୋଉ ଆଇଟମ ଦେଖେଇବା। ଫାର୍ଷ୍ଟ ଆମେ ଜାଣିଲେ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ର ଡେବିଟ ସାଇଡ ରେ କଣ ସବୁ ଦେଖଉଛେ, ଯାହାବି ଆମର ଇନଡାଇରେକ୍ଟ ଏକ୍ସପେନ୍ସେସ୍ ଅଛି, ଯାହା ଆମର ଇନଡାଇରେକ୍ଟ ଏକ୍ସପେନ୍ସେସ୍ ଅଛି, ଆଉ ଯାହା ଆମର ଲସେସ୍ ଅଛି। ସେମିତି ପ୍ରଫିଟ ଆଣ୍ଡ ଲସ୍ ର କ୍ରେଡିଟ ପଟେ କଣ ଦେଖେଇବା, ଆମର ଯାହା ଇନଡାଇରେକ୍ଟ ଇନକମ୍ ଆଉ ମେନ୍ ଇନକମ୍ ଯାହା ରହୁଛି କି ଇନଡାଇରେକ୍ଟ ଇନକମ୍ ଯାହା ରହିଲା, ସେ ସବୁ ଦେଖେଇବା। କି ଆମର କିଛି ଗେନ୍, ମନେକର ଆମର ଯୋଉ ଇନଡାଇରେକ୍ଟ ଇନକମ୍ ଆଣ୍ଡ ଗେନ୍, ଆମର ଯୋଉ ଫିକ୍ସ ଆସେଟ ବିକ୍ରି କରୁଥିଲେ, ଫିକ୍ସ ଆସେଟ ବିକ୍ରି କଲା ପରେ ଲସ୍ ହଉଥିଲା ଯେତେବେଳେ ଆମେ ଲସେସ୍ ଦେଖଉଥିଲେ ଡେବିଟ ସାଇଡ ରେ, ଯେତେବେଳେ ପ୍ରଫିଟ ହେଇଯିବ, ଗେନ୍ ହେଇଯିବ, ତମେ କଣ କରିବା, କ୍ରେଡିଟ ସାଇଡ ରେ ଗେନ୍ ବୋଲି ଶୋ କରିବା। ଓକେ, ତାପରେ ଦେଖ ଏଇଟା କହୁଛି କ୍ରେଡିଟ ସାଇଡ ରେ ଆମେ କଣ କଣ ଶୋ କରିବା। ତ ଫାର୍ଷ୍ଟ ଆସିଲା ଗ୍ରସ୍ ପ୍ରଫିଟ, ଆମର ଯେତେବେଳେ ଗ୍ରସ୍ ଲସ୍ ହଉଥିଲା ଆମେ କଣ କରୁଥିଲେ, ତାକୁ ବ୍ରଟ ଡାଉନ କରୁଥିଲେ, ଡେବିଟ ସାଇଡ ରେ ଦେଖୁଥିଲେ ପ୍ରଫିଟ ଆଣ୍ଡ ଲସ୍ ରେ। ତ ଏଠି ଯେତେବେଳେ ଗ୍ରସ୍ ପ୍ରଫିଟ ହେଇଛି, ଆମେ ୱାନ୍ ଟାଇପ ଅଫ ପ୍ରଫିଟ, ଆଉ ଯାହା ବି ଇନକମ୍ ଆମେ ଜାଣିଥିଲେ କୋଉଠି ଦେଖେଇବା, କ୍ରେଡିଟ ସାଇଡ ରେ ଦେଖେଇବା। ତ ପ୍ରଫିଟ ଆଣ୍ଡ ଲସ୍ ର ଫାର୍ଷ୍ଟ ଆଇଟମ ହଉଛି ଗ୍ରସ୍ ପ୍ରଫିଟ, ତାକୁ ଦେଖେଇବା। ତ the gross profit as shown in the trading account is brought down to the credit side of profit and loss account by gross profit. ଓକେ, ଆମେ ଯେତେବେଳେ ଡେବିଟ ସାଇଡରେ ଲେଖୁଛେ ଟୁ ଲେଖୁଛେ, କ୍ରେଡିଟ ସାଇଡରେ ଲେଖିଲେ ବାଇ, ଏଇଟା ସବୁବେଳେ ରଖିଥିବ, ଟୁ ବାଇ କେମିତି ଲେଖା ହଉଛି। ତ ଗ୍ରସ୍ ଗ୍ରସ୍ ପ୍ରଫିଟ କୁ ଆମେ ବ୍ରଟ୍ ଡାଉନ କଲେ। ଓକେ, ତାପରେ ଆସିଲା ଡିସକାଉଣ୍ଟ ରିସିଭ, ଆମେ ପଢିଥିଲେ ଡିସକାଉଣ୍ଟ ଆଲାଉ ଯେତେବେଳେ ହଉଛି, ଆମେ ଲସ୍ ହଉଛି, ଆମେ କଷ୍ଟମର ମାନଙ୍କୁ ଆଲାଉ କରୁଛେ, ଯେତେବେଳେ ଡିସକାଉଣ୍ଟ ଟା ରିସିଭ କରୁଛେ, ତ ଦିସ୍ ଇଜ ଦ ଡିସକାଉଣ୍ଟ ରିସିଭ ଫ୍ରମ ଦ ସପ୍ଲାୟର ହୁଇଚ୍ ଇଜ ଶୋନ୍ ଅନ୍ ଦ କ୍ରେଡିଟ ସାଇଡ ଅଫ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ। ଏଇଟା କଣ ହଉଛି, ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ରେ ଯେତେବେଳେ ଆମେ କିଛି ଆମକୁ ଆମେ ଯାହାଠୁ ପରଚେଜ କିଛି ଜିନିଷ କରିଛେ, ସିଏ ଆମକୁ କିଛି ପରିମାଣରେ ଡିସକାଉଣ୍ଟ ଦେଇଦେଲା, 10% 20% ଡିସକାଉଣ୍ଟ ଦେଇଦେଲା, ତ ଆମେ ଡିସକାଉଣ୍ଟ ରିସିଭ କଲେ, ତ ଏଇଟା ଆମ ପାଇଁ ୱାନ୍ ଟାଇପ ଅଫ ଇନକମ୍। ତ ଆମେ କଣ କରିବା, ଇନକମ ରେ ତାକୁ ଶୋ କରିଦବା। ଓକେ, ଦେଖ ଏଇଠି ଏଇଠି କେମିତି ହବ, ମନେକର ଆମେ ଗୋଟେ ଜିନିଷ ପରଚେଜ କରିଥିଲେ 1000 ଟଙ୍କାରେ, ତାକୁ ଆମେ କ୍ରେଡିଟ ରେ ପରଚେଜ କରିଥିଲେ, ତ ଆମେ ଟ୍ରେଡିଂ ଆକାଉଣ୍ଟ ରେ କଣ ଲେଖିଥିଲେ, ପରଚେଜ ଆକାଉଣ୍ଟ 1000 ଟଙ୍କା ଲେଖିଥିଲେ। ଆମେ ଯେତେବେଳେ ପେମେଣ୍ଟ କଲେ, ସେ କଣ କଲା, ତମକୁ ମୁଁ 20% ଡିସକାଉଣ୍ଟ ଦେଲି, ତମେ 800 ଟଙ୍କା ପେମେଣ୍ଟ କର। ତ ଆମେ 800 ଟଙ୍କା ପେମେଣ୍ଟ କଲେ, କିନ୍ତୁ ଆମେ ଆଗରୁ କେତେ ରେକର୍ଡ କରିଛେ, ପଚିଶ ରେ 200 ରେ 1000 ଟଙ୍କା ରେକର୍ଡ କରିଛେ।
ଆମେ ଏବେ ପେମେଣ୍ଟ କଲେ 800 ଟଙ୍କା। ତ ଆମର ପ୍ରଫିଟ କେତେ ରହିଲା? 200 ଟଙ୍କା। ତ କଣ ଡିସକାଉଣ୍ଟ ରିସିଭ କଲେ, ତ ଏଇଟା ଆମ ପାଇଁ ୱାନ୍ ଟାଇପ ଇନକମ ହେଇଗଲା। ତ ଡିସକାଉଣ୍ଟ ରିସିଭରେ ଦିସ୍ ଇଜ ଦ ଡିସକାଉଣ୍ଟ ରିସିଭ ଫ୍ରମ ଦ ସପ୍ଲାୟର। ସପ୍ଲାୟର ଆମକୁ ଡିସକାଉଣ୍ଟ ଦେଇଦେଲା, ଆଉ ଆମେ କଣ କରିବା ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ କ୍ରେଡିଟ ସାଇଡରେ ଶୋ କରିଦେବା। ଓକେ। ତ ଦେଖ ତାର ସେକେଣ୍ଡ ଥାର୍ଡରେ ଆସୁଛି ଇଣ୍ଟରେଷ୍ଟ ରିସିଭ୍ଡ। ଆମେ ଯେତେବେଳେ ଆମେ ଯେତେବେଳେ କୋଉ ଜାଗାରେ ପଇସା କିଛି ଇନଭେଷ୍ଟ କରିଥିବା, ଓକେ, କି ଆମେ କି ଲୋନ ଫୋନ କାହାକୁ ଦେଇଛେ, ତ ସେତେବେଳେ ଆମେ କଣ କରିବା ସେଇ ଆମାଉଣ୍ଟ ଉପରେ ଫିକ୍ସ ଆମାଉଣ୍ଟ ଉପରେ ଆମେ କିଛି ଇଣ୍ଟରେଷ୍ଟ ପାଇବା। ତ ଇଣ୍ଟରେଷ୍ଟ ମେ ବି ରିସିଭ୍ ଫର ଲୋନ गिवन बाय द फार्म। ओके, कि हम क्या लोन ଦେଇଛେ କି ଆମେ କୋଉଠି ଇନଭେଷ୍ଟ କରିଛେ, ତ ସେ ଆମକୁ ଇଣ୍ଟରେଷ୍ଟ ଦେବେ ସେଇ ମନି ଉପରେ। ତ ସେଇଟା ଆମେ ୱାନ୍ ଟାଇପ ଅଫ ଆମର ଇଣ୍ଟରେଷ୍ଟ, କାରଣ ବିଜନେସ ର ପଇସାଟା ଇନଭେଷ୍ଟ ହେଇଛି। ଓକେ, ଆମ ପାଇଁ ଗୋଟେ ୱାନ୍ ଟାଇପ ଅଫ ଇନକମ ହେଇଯିବ। ତ ଇଣ୍ଟରେଷ୍ଟ ରିସିଭ୍ ବି ପ୍ରଫିଟ ଆଣ୍ଡ ଲସ୍ ର କ୍ରେଡିଟ ସାଇଡ୍ ପଟେ ପଡିବ। ତ ଇଟ ରିପ୍ରେଜେଣ୍ଟ ଏ ଗେନ୍, ମିନ୍ସ ଗୋଟେ ଗେନ୍, ୱାନ୍ ଟାଇପ ଅଫ ଗେନ୍। Similarly, interest on drawing is also an income and credited to profit and loss account। ଦେଖ ଯେତେବେଳେ ଆମେ କ୍ୟାପିଟାଲ ୱାନ୍ସ ବିଜନେସ କୁ ଦେଲା ଓନର ମାନେ, ସେଟା କାହାର ପଇସା ହେଇଗଲା? ବିଜନେସ ର ପଇସା ହେଲା। ତ ବିଜନେସ ର ପଇସା ଯେତେବେଳେ ହେଲା, ସେତେବେଳେ କଣ କରିବ ବିଜନେସ ତାକୁ କଣ କରୁଛି ଇଣ୍ଟରେଷ୍ଟ ଦଉଛି କ୍ୟାପିଟାଲ ରେ ଓନର କୁ। ତ ଓନର ଯେତେବେଳେ ଡ୍ରଇଂସ କିଛି ୱିଡ୍ର କରିକି ନେଉଛି, ତ ତା ଉପରେ ବି କିଛି ଆମାଉଣ୍ଟ ସିଏ ଆମକୁ ଇଣ୍ଟରେଷ୍ଟ ଦବ। ଓକେ, ତ ସେଇ ଡ୍ରଇଂସ ଆମାଉଣ୍ଟ ଉପରେ ସେ ଯାହା ଆମକୁ ଇଣ୍ଟରେଷ୍ଟ ଦିଏ ଓନର ଯିଏ, ସେଇଟା ବି ଆମର ୱାନ୍ ଟାଇପ ଅଫ ଇନକମ୍। ଆଉ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ କୁ ସେଇଟା କ୍ରେଡିଟ ହବ। ତାପରେ ଦେଖ ଫୋର ଆସିଲା ବ୍ୟାଡ ଡେପ୍ଟ ରିକଭର। ଆମେ ପଢିଥିଲେ ବ୍ୟାଡ ଡେପ୍ଟ ଯେତେବେଳେ ଆମେ କିଛି ଜିନିଷ ଆଶା ନାହିଁ କି ସେ ପଇସାଟା ପାଇବା ରିଟର୍ନ ବୋଲି, ତ ଆମେ ୱାନ୍ ଟାଇପ ଅଫ ଲସ୍ କରିକି ଆମେ ତାକୁ ପ୍ରଫିଟ ଆଣ୍ଡ ଲସ୍ ର ଡେବିଟ ସାଇଡ ପଟେ ଦେଖୁଥିଲେ। ଏବେ କଣ ହଉଛି, ସେ ଲୋକକୁ ଆମେ ଗୋଟେ ଡେବ୍ଟର ଆମର ଥିଲା, ଆମେ ତାକୁ କିଛି ଜିନିଷ ସେଲ କରିଥିଲେ, ତାକୁ ମାଗି ମାଗି ସେ ପଇସା ଦେଲାନି। ତ ଆମେ କଣ କରିଥିଲେ ବ୍ୟାଡ ଡେପ୍ଟ ବୋଲି ତାକୁ ଟ୍ରିଟ କରିଥିଲେ। କିନ୍ତୁ ତା ନିଜ ଆଡୁ ସେ ଏ ବର୍ଷ ପଇସା ଦେଇ ଦେଇଛି, ଯେତିକି ପଇସା ଦବାର ଥିଲା ଦେଇ ଦେଇଛି। ତ ଆମେ ଅଲରେଡି ସେ ବ୍ୟାଡ ଡେପ୍ଟ ଟା ବୁକ୍ କରିଛେ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ରେ। ତ ସେଇଟା ବି ରିକଭର ହେଇଯାଉଛି। ସେଇଟା ଆମେ କଣ କରିବା, ଆମେ ପ୍ରଫିଟ ଆଣ୍ଡ ଲସ୍ ରେ କ୍ରେଡିଟ ସାଇଡ ପଟେ ଶୋ କରିବା। ଓକେ। ତ a part of the debt which was written off earlier when recovered from the customer is termed as bad debt recovered। ଯୋଉଟା ଆମେ earlier write off କରିଦେଇଛे, write off means bad debt ରେ ଶୋ କରୁଛେ ଡେବିଟ ରେ, ଡେବିଟ ସାଇଡ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ, ସେଇଟା ଏବେ ରିକଭର ହେଇଯାଉଛି। ତ ପ୍ରଫିଟ ଆଣ୍ଡ ଲସ୍ ର କ୍ରେଡିଟ ପଟେ bad debt recovered ଲେଖିବା। ଇଟ୍ ଇଜ ଏ ଗେନ୍ ଆଣ୍ଡ ଶୋନ୍ ଅନ୍ ଦ କ୍ରେଡିଟ ସାଇଡ ଅଫ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ। ତ ଏଇଟା ଆମ ପାଇଁ ଗୋଟେ ଗେନ୍ ହେଇଗଲା ଆମର। ତ ଆମେ କଣ କରିବା ପ୍ରଫିଟ ଆଣ୍ଡ ଲସ୍ ର କ୍ରେଡିଟ ସାଇଡ ପଟେ ତାକୁ ଶୋ କରିବା। ତାପରେ କମିଶନ ରିସିଭ। କମିଶନ ମେ ବି ରିସିଭ ବାଇ ବିଜନେସ ଫ୍ରମ ଆନାଦର ବିଜନେସ ବାଇ ଆକ୍ଟିଂ ଆଜ ଏନ୍ ଏଜେଣ୍ଟ। ଯେତେବେଳେ କମିଶନ ଆମେ ପେ କରୁଥିଲେ, ସେତେବେଳେ କଣ କରୁଥିଲେ କିଛି ଆମର ଆମ ମାନଙ୍କର ଏଜେଣ୍ଟ ଯିଏ ଆମର ସେଲ୍ସ କରିବାକୁ କି ଯୋଉଥିରେ ଅଲଗା ମ୍ୟାଟରରେ ହେଲ୍ପ କରୁଥିଲେ, ଆମେ ତାକୁ କମିଶନ ଦଉଥିଲେ। ଏବେ ଆମେ କାହାର ଗୋଟେ ଏଜେଣ୍ଟ ହେଇକି ଆମେ ତାକୁ ହେଲ୍ପ କରୁଛେ। Okay, ତ ଆମେ ହେଲ୍ପ କଲା ସେ ଆମକୁ କିଛି କମିଶନ ଦେଲା। ତ ଏଇଟା କଣ ହେଲା, କମିଶନ ରିସିଭ ଆମ ପାଇଁ ଗୋଟେ ଇନକମ ହେଲା। ତ କମିଶନ ମେ ବି ରିସିଭ ବାଇ ବିଜନେସ ଫ୍ରମ ଆନାଦର ବିଜନେସ ବାଇ ଆକ୍ଟିଂ ଆଜ ଏନ୍ ଏଜେଣ୍ଟ। Okay, this represents a gain and credit to profit and loss account। ତ ଏଇଟା ଆମ ପାଇଁ ଗୋଟେ ୱାନ୍ ଟାଇପ ଅଫ ଗେନ୍। ତ ଏଇଟା ଆମେ କଣ କରିବା ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ କୁ ଟ୍ରାନ୍ସଫର କରିବା କ୍ରେଡିଟ ସାଇଡରେ। ତାପରେ ଆସିଲା ପ୍ରଫିଟ ଅନ୍ ସେଲ ଅଫ ଫିକ୍ସ ଆସେଟ। ଏଇଟା ମୁଁ କହୁଛି ଯେତେବେଳେ ଆମେ ପଢିଥିଲେ ଲସ୍ କେତେବେଳେ ହଉଛି ଫିକ୍ସ ଆସେଟ ବିକ୍ରି କଲା ବେଳେ, ଯେତେବେଳେ ବୁକ୍ ଭ୍ୟାଲୁ ଥିବ, ମନେକର ବୁକ୍ ଭ୍ୟାଲୁ 100 ଟଙ୍କା ଥିଲା, ଆମେ ବିକ୍ରି କଲେ 80 ଟଙ୍କାରେ, ତ ଆମର ଲସ୍ ହଉଥିଲା। ତ ଲସ୍ ଅନ୍ ସେଲ ଅଫ ଫିକ୍ସ ଆସେଟ ଆମେ ପଢିଥିଲେ ଯେତେବେଳେ ପ୍ରଫିଟ ଆଣ୍ଡ ଲସ୍ ର ଡେବିଟ ସାଇଡରେ ଦେଖେଇବା। ଏଇଠି ତାର ଓଲଟା ହେଇଛି, ପ୍ରଫିଟ ହେଇଛି। ତ ଆମେ ଗୋଟେ ଜିନିଷ ବୁକ୍ ଭ୍ୟାଲୁ ଅଛି 100 ଟଙ୍କା, ସେ ଫିକ୍ସ ଆସେଟ କୁ ଆମେ ବିକ୍ରି କେତେ କରୁଛେ 120 ଟଙ୍କାରେ କରୁଛେ। ତ ଆମର ଏଠି ପ୍ରଫିଟ ହେଲା 20 ଟଙ୍କା। ତ ପ୍ରଫିଟ ଯେହେତୁ ହେଲା ଆମ ପାଇଁ ଏଇଟା ଗୋଟେ ଗେନ୍। ତ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ର କ୍ରେଡିଟ ସାଇଡ୍ ରେ ଆମେ ତାକୁ ଟ୍ରାନ୍ସଫର କରିବା। ତ ଇଫ ଦ ସେଲ୍ ପ୍ରାଇସ୍ ଇଜ ମୋର ଦ୍ୟାନ ଦ ବୁକ୍ ଭ୍ୟାଲୁ ଡେପ୍ରିସିଏଟେଡ୍ ଭ୍ୟାଲୁ ଆଫ୍ଟର, ମାନେ ବୁକ୍ ଭ୍ୟାଲୁ କେତେବେଳେ ବାହାରିବ, ଯେତେବେଳେ ଗୋଟେ ଜିନିଷଟା ପରଚେଜ କରିଥିବ ତାକୁ ଡେପ୍ରିସିଏଟ ନେଟ୍ କଲା ପରେ, ଡେପ୍ରିସିଏସନ ମାଇନସ କଲା ପରେ ଆମର ବୁକ୍ ଭ୍ୟାଲୁ ତାର ଆସିବ। ତ ବୁକ୍ ଭ୍ୟାଲୁ ଯେତେବେଳେ ଅଧିକ ହବ, ଗେନ୍ ବୁକ୍ ଭ୍ୟାଲୁ ଟୁ ଯେତେବେଳେ ଫିକ୍ସ ଆସେଟ ର ସେଲ୍ସ ପ୍ରାଇସ୍ ଟା ଅଧିକ ହବ, ସେତେବେଳେ ଆମେ କଣ କହିବା ତାକୁ ଗେନ୍ କହିବା। ଗେନ୍ ଆରେଜ୍ which is taken to the credit side of profit and loss account। ତ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ରେ କ୍ରେଡିଟ ସାଇଡ୍ ପଟେ ଆମେ ଶୋ କରିବା। ଓକେ, ତାପରେ ଆସିଲା ହଁ apprenticeship premium। ଏଟା କଣ ହଉଛି, any fee received from person to whom training is imparted
by the business is termed as apprehensive apprehensive premium. Okay, it is a gain and credited to profit and loss account. ଏଇଟା କଣ କହୁଛି, ଯେତେବେଳେ ଆମର କିଛି ପର୍ସନ ବିଜନେସ ର ପର୍ସନ ସେମାନେ କଣ କରୁଛନ୍ତି, ଟ୍ରେନିଂ ଦଉଛନ୍ତି ବାହାରେ, ବାହାର ପିଲାମାନଙ୍କୁ ଟ୍ରେନିଂ ଦଉଛନ୍ତି, ତ ସେଥିରୁ କିଛି ଇନକମ ଆସୁଛି ଆମ ବିଜନେସ କୁ। ଓକେ, ଆମର ଯିଏ ଏମ୍ପ୍ଲୟି ଅଛନ୍ତି କି କିଛି କି ମେନ୍ ପର୍ସନ ଅଛନ୍ତି, ସେମାନେ ଯେତେବେଳେ ବାହାରେ ଯାଇକି କିଛି ବିଜନେସ ରିଲେଟେଡ କି କିଛି ଲେକ୍ଚରସିପ ଦଉଛନ୍ତି, ହୋନାରିମ୍ ଯୋଉଟା କୁହନ୍ତି ଆମର, ତ ସେଇ ପଇସା ଯୋଉ ଇନକମ ହୁଅ ବିଜନେସ ପାଇଁ, ତ ସେଇଟା ଆମର ଗୋଟେ ୱାନ୍ ଟାଇପ ଅଫ ଇନକମ, ଆଉ ସେଇଟା ହେଲା ଆମର ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟରେ କ୍ରେଡିଟ ସାଇଡରେ ତାକୁ ଆମେ କ୍ରେଡିଟ କରିବା। ଓକେ, ତାପରେ ଆସିଲା ଡିଭିଡେଣ୍ଡ ଆଣ୍ଡ ଇଣ୍ଟରେଷ୍ଟ। ଏଇଟା କଣ ହଉଛି, ଆମେ ଦେଖିଲେ ଆମେ ଇଣ୍ଟରେଷ୍ଟ କେତେବେଳେ ପେ କରୁଛେ, ଆଉ ଏଠି ଇଣ୍ଟରେଷ୍ଟ ଆମେ ରିସିଭ କରୁଛେ, ଦେଖିଥିଲେ। ଆଉ ଏଇଟା କଣ କହୁଛି, ଡିଭିଡେଣ୍ଡ ଆଉ ଇଣ୍ଟରେଷ୍ଟ, ଆମେ ଯେତେବେଳେ କିଛି କମ୍ପାନୀରେ ସେୟାର ଇନଭେଷ୍ଟ କରିଥିବା, ସେୟାର କିଛି ପରଚେଜ କରିଥିବା କି ଡିବେଞ୍ଚର ପରଚେଜ କରୁଛେ, ପ୍ରିଫରେନ୍ସ ସେୟାର କି ଇକ୍ୱିଟି ସେୟାର କଣ ନେଇଛେ, ତ ସେଇ କେସରେ ଆମକୁ କଣ ମିଳିବ, ଯେତେବେଳେ ଆମେ ସେୟାର କରିନବା ତା ପାଇଁ ଆମକୁ ଡିଭିଡେଣ୍ଡ ମିଳିବ, ଆଉ ଯେତେବେଳେ ଡିବେଞ୍ଚର ନବା ତା ପାଇଁ ଆମକୁ ଇଣ୍ଟରେଷ୍ଟ ମିଳିବ। ତ ଏଠି କଣ ହଉଛି, ଯାହା ବି ଆମର ଇନକମ ୱାନ୍ ଟାଇପ ଅଫ ଇନକମ ଆସିଲା, ତ ପ୍ରଫିଟ ଆଣ୍ଡ ଲସ୍ ର କ୍ରେଡିଟ ସାଇଡରେ ଆମେ ତାକୁ ଶୋ କରିବା। ସମଟାଇମ୍ ଏ ବିଜନେସ ପରଚେଜେସ୍ ସେୟାର୍ସ ଆଣ୍ଡ ଡିବେଞ୍ଚର୍ସ ଅଫ ଅଦର କମ୍ପାନୀ ମାନଙ୍କର କିଣା ହେଇଛି, ଇଟ୍ ରିସିଭ୍ସ ଡିଭିଡେଣ୍ଡ ଫ୍ରମ୍ ସେୟାର୍ସ ଆଣ୍ଡ ଇଣ୍ଟରେଷ୍ଟ ଫ୍ରମ୍ ଡିବେଞ୍ଚର। ତ these gains are shown on the credit side of profit and loss account। ଆମେ ଯେତେବେଳେ ଅଲଗା କୋଉଠି ବି ଫିକ୍ସ କଷ୍ଟ ଯେତେବେଳେ କିଛି ଫିକ୍ସ ଡିପୋଜିଟ କରିଥିବା, ସେତେବେଳେ ଆମେ ଇଣ୍ଟରେଷ୍ଟ ରିସିଭ କରୁଛେ। ଆଉ ଏବେ କଣ ହଉଛି, ଆମେ ସେୟାର ପରଚେଜ କରୁଛେ, ତ ତା ପାଇଁ ଆମକୁ କିଛି ଡିଭିଡେଣ୍ଡ ଦିଆ ହଉଥିବ। ତମେ ଜାଣିଛ ସେୟାର ମାର୍କେଟରେ ଏବେ କେତେ ଭ୍ୟାଲୁ, କେତେବେଳେ ସେୟାର ମାର୍କେଟ କୋଉଠି ଅଧିକ ହେଇଯାଉଛି, କେତେବେଳେ କମ ହଉଛି, ସେ ଅନୁସାରେ ଆମକୁ ଡିଭିଡେଣ୍ଡ ବି ମିଳେ ବର୍ଷ ଏଣ୍ଡରେ। ଆଉ ଡିବେଞ୍ଚର ତ ଫିକ୍ସ ପରସେଣ୍ଟେଜ ମାନେ ଇଣ୍ଟରେଷ୍ଟ ପାଇବେ। ଓକେ, ତ ଡିଭିଡେଣ୍ଡ ଆଉ ଇଣ୍ଟରେଷ୍ଟ ବି ଆମ ପାଇଁ ୱାନ୍ ଟାଇପ ଅଫ ଇନକମ, ଆଉ ସେ ସବୁ ପ୍ରଫିଟ ଆଣ୍ଡ ଲସ୍ ର କ୍ରେଡିଟ ସାଇଡ ଆମେ ଶୋ କରିବା। ତାପରେ ଆସିଲା ଆମର ସ୍କ୍ରାପ୍। ସ୍କ୍ରାପ୍ କଣ କହୁଛି, ଆଟ ଦ ଟାଇମ a business gets some income by disposing of the unusable product, raw material or parts of equipment। ଏଟା କଣ ହଉଛି, ଗୋଟେ କିଛି ଜିନିଷ ଆମେ ଆଉ ୟୁଜେବଲ ପ୍ରଡକ୍ଟ ନଥିବ, ବହୁତ ସାରା ଆମର ପ୍ରଡକ୍ଟ କିଣା ହେଇ ଥୁଆ ହେଇଛି, କିଛି ଜିନିଷ ୟୁଜ ହଉନି, ସେମିତି ପଡିକି ଖତରା ହେଇଗଲାଣି, ତ ଆମେ ତାକୁ ବିକ୍ରି କରିଦେଲା ପରେ ତା ଦେହରୁ କିଛି ପଇସା ଆସେ। ମିନ୍ସ କିଛି ମନେକର ଦେଖ, ଆମେ କିଛି ମେସିନ କିଣିଲେ, ସେଇଟା ବି ଚାଲୁନି, ସେଇଟା ପଡି ପଡି ପୁରା ଖରାପ ହେଇଗଲାଣି, ତ ଆମେ ସେ ଲୁହା ଫୁହା ତାର ସବୁ ବିକ୍ରି କରିଦେଲେ, ତ ସେଇଟା ୱାନ୍ ଟାଇପ ଅଫ ସ୍କ୍ରାପ ଗୋଟେ ହେଇଗଲା। କି କିଛି ଜିନିଷ ଆମେ ପ୍ରଡକ୍ଟଟା ଆମେ ପ୍ରଡ୍ୟୁସ କରୁଛେ, ମ୍ୟାନୁଫାକ୍ଚର କଲା ବେଳେ ଆମର କିଛି ଜିନିଷ କଣ ହଉଛି, ଆମର ଅଧାରୁ ସେଇଟା କିଛି ନଷ୍ଟ ହେଇଗଲା। ଦେଖିଥିବ କିଛି ଜିନିଷ ବନେଇଲା ବେଳେ ସେଟା ଡ୍ୟାମେଜ ହେଇଯାଏ, ଅଧା ଅଧା ଆଉ ଭଲ ହୁଏନି, ତ ସେଇଟା କଣ କରାଯାଏ, ଟିକେ କମ ରେଟରେ ବିକ୍ରି କରିଦିଅନ୍ତି। ଓକେ, ସେ ଯୋଉ କମ ରେଟରେ ବିକ୍ରି କରିଦିଅନ୍ତି ସେଇ ଇକ୍ୱିପମେଣ୍ଟ ଟାକୁ, ତ ସେଇଟା ଆମର ତା ଦେହରୁ ଯୋଉ ଇନକମ ଟା ଆସିବ, ସେଇଟା ତ ଟୋଟାଲ ଇନକମ ହେଇପାରିବ ନା ଆମର, ତା ଆମକୁ ସ୍କ୍ରାପ୍ କହିବା। ଓକେ, ତ ଦିସ୍ ଇଜ ଟର୍ମଡ as scrap which is shown on the credit side of profit and loss account। ତ ଏଇଟା ଆମେ କହୁଛେ ୱାନ୍ ଟାଇପ ଅଫ ସ୍କ୍ରାପ୍, ଆଉ ଏଇଟା ଆମର ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ର କ୍ରେଡିଟ ସାଇଡ ରେ ଆମେ ଶୋ କରୁ as gain। ଓକେ, ତାପରେ ଆମେ ନେକ୍ସଟ କ୍ଲାସ ଦେଖ ପଢିବା ଆଇଟମ୍ସ ନଟ୍ ଇନକ୍ଲୁଡେଡ ଇନ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ। ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ରେ କୋଉ କୋଉ ଆଇଟମ ସବୁ ଆମେ ଇନକ୍ଲୁଡ କରେନି। ଓକେ, ଆମର କିଛି ଅଛି, ଇନକମ ଟ୍ୟାକ୍ସ ଅଛି ଫାର୍ଷ୍ଟ, ତାପରେ ଲାଇଫ ଇନ୍ସୁରାନ୍ସ ପ୍ରିମିୟମ ଅଛି, ଡୋମେଷ୍ଟିକ କିଛି ଏକ୍ସପେନ୍ସେସ୍ ଅଛି। ଓକେ, ଏଇଟା ପଢି ସାରିଲା ପରେ ଆମେ ନେକ୍ସଟ କ୍ଲାସ ରେ ଏଇ ଏକ୍ସାମ୍ପଲ ଟା କରିବା। ଆଉ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ଫର୍ମାଟ ଟା ଜାଣିଲା ପରେ ଆମେ କେମିତି ତାପରେ ଗୋଟେ ଏକ୍ସାମ୍ପଲ କରିବା, କେମିତି ଆମେ ତାକୁ ଷ୍ଟେଟମେଣ୍ଟ ପ୍ରିପେୟାର କରିବା। ତ ଏଇଟା କଣ କହୁଛି, ମୁଁ ଟିକେ ସର୍ଟ ରେ କହିଦଉଛି, ତ ନେକ୍ସଟ କ୍ଲାସ ଏଟା ଭଲସେ ବୁଝେଇବି। ଇନକମ ଟ୍ୟାକ୍ସ ଟା ହଉଛି ଆମର ନେଟ ଇନକମ ଉପରେ ଆମର ଯୋଉ ଇନକମ ଟ୍ୟାକ୍ସ ଆସେ। ଓକେ, ତ ସେଇଟା ଆମେ ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ର ନେକ୍ସଟ ଇୟର ରେ ଆମେ ତାକୁ ଶୋ କରାଯାଏ କି ଏତିକି ଖର୍ଚ୍ଚ ହେଲା, ନେକ୍ସଟ ଇୟର ଖର୍ଚ୍ଚଟା ଯିବ, ବଟ ଆମେ ତାକୁ ଇନକମ ଟ୍ୟାକ୍ସ ଲେଭି ମାନେ ଶୋ କରିବାନି, ତା ପାଇଁ ଗୋଟେ ପ୍ରୋଭିଜନ କ୍ରିଏଟ କରିଥିବା, ଆଉ ସେ ପ୍ରୋଭିଜନ ଟାକୁ ଆମେ ସେଟଅପ୍ କରିବା ନେକ୍ସଟ ଇୟରରେ। ତାପରେ ଆସିଲା ଲାଇଫ ଇନ୍ସୁରାନ୍ସ ପ୍ରିମିୟମ। ଏଇଟା କଣ କହୁଛି, ଯେତେବେଳେ ଲାଇଫ ମିନ୍ସ ଲୋକ ପାଇଁ ଲାଇଫ ଇନ୍ସୁରାନ୍ସ ପ୍ରିମିୟମ ହେଇଥିବ, ତ ବିଜନେସ ସେପାରେଟ, ଓନର ସେପାରେଟ, ଏମ୍ପ୍ଲୟି ଯୋଉମାନେ ବି ଅଛନ୍ତି, ପର୍ସନ ପୁରା ବିଜନେସ ଟୁ ସେପାରେଟ, ଯୋଉମାନେ
ନ୍ୟାଚୁରାଲ ପର୍ସନ। ତ ଲାଇଫ ଇନ୍ସୁରାନ୍ସ ପ୍ରିମିୟମ ଯୋଉ ଲୋକ ପାଇଁ ନିଆହେଇଥିବ ସେଟା ବିଜନେସ ରିଲେଟେଡ ନୁହଁ, ତ ସେଇଟା ବି ପ୍ରଫିଟ୍ ଆଣ୍ଡ ଲସ୍ ଶୋ କରାହବନି। ଆଉ କିଛି ଡୋମେଷ୍ଟିକ ଏକ୍ସପେନ୍ସେସ୍ ଅଛି, ମିନ୍ସ ଯିଏ ଓନର ତା ଘରର ବିଲ୍, ସିଏ ଯୋଉଠି ରହୁଛି ତାର ବିଲ୍ ଦେଇଦବ, କି ସିଏ ତାର ହୋମ ସର୍ଭେଣ୍ଟ କିଏ ରଖିଛି ତା ପାଇଁ ଯାହା ସାଲାରି ଦଉଛି ସେଇଟା ବି ଏଇଥିରୁ କାଟିବ। ତ ସେଇଟା ବି ଗୋଟେ କଣ ଠିକ ନୁହେଁ। ତ ବିଜନେସ ରିଲେଟେଡ ଯାହା କରୁଛ ବିଜନେସ ରେ ଦେଖା ହବ। ଆମେ ପଢିଥିଲେ ଓନର ସେପାରେଟ ବିଜନେସ ସେପାରେଟ, ସେଇଟା ଆସିବ ଡୋମେଷ୍ଟିକ ଏକ୍ସପେନ୍ସେସ୍ ରେ। ଓକେ। ତ ଆଜିର କ୍ଲାସ ଆମେ ଏଇଠି ଶେଷ କରିବା। କାହାର କଣ ଡାଉଟ ଅଛି? ଥ୍ୟାଙ୍କ ୟୁ ଜଏନ କରିଥିବାରୁ। ନେକ୍ସଟ କ୍ଲାସରେ ଆମେ ଏଇଟା ଆଉ ଟିକେ ଭଲସେ ପଢିକି ଆମର ପ୍ରଫିଟ୍ ଆଣ୍ଡ ଲସ୍ ଆକାଉଣ୍ଟ କେମିତି ପ୍ରିପେୟାର କରିବା ତାର ଷ୍ଟେଟମେଣ୍ଟ ସବୁ ଦେଖିବା, ଗୋଟେ ୱାନ୍ ବାଇ ୱାନ୍ ଦେଖିବା କେମିତି ହଉଛି। ଆଉ କିଛି ଗୋଟେ କୋଶ୍ଚିନ୍ ବି କରିବା, ତାପରେ ଆମେ ଆମ ବାଲାନ୍ସ ସିଟ୍ ପଢିବା। Okay? ତ ଏଇଠି ମୁଁ କ୍ଲାସକୁ ଏଣ୍ଡ କରୁଛି। ଥ୍ୟାଙ୍କ ୟୁ ଜଏନ କରିଥିବାରୁ। हाँ मैम, थैंक यू मैम।